आकाशवाणी कटक आसंत शुणिबा अतिबड़ी जगन्नाथ दास विरचित श्रीमद् भागवतर 51तम भाग प्रयोजना सुहास महांती। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। ब्रह्मा नारदଙ୍କୁ विष्णु लीला संबंधे बुझाई कहले, एही लीला गाइले शुणिले समस्त पाप क्षय हुए। पद्मकल्प परे धरणी को हिरणाक्ष असुर हाथरू उद्धार करने बराह रूप धारण कले। से पुणी रुचि ऋषि और आकुतिंक ठारू सुयोग्य भावे जन्म हेले। से त्रिलोकर पीड़ा हरण करिबारु तांको नाम हेला हरि। कपिल रूपे जन्म हुई माता देवहूति को मायर उद्धार कले। अत्रिंक तपस्या संतुष्ट हुई तांकर पुत्र रूपे जात हेले। तांकर नाम हेला दत्तात्रेय। सृष्टि सर्जना पाई चतुष्सन भावरे से जन्म हुईथिले। धर्म और दक्ष कुमारी संतान नारायण रूपे जन्म हेले। ब्रह्मवाच तार उदरु पूर्व कल्पे जन्मिले नारायण रूपे। नरस्वरूप नर नाम सर्वसुंदर पुण्यधाम। निश्चल तप जोग ध्याने बसिले बदरिकाश्रमे। अति दुस्सह तप घोरे इंद्र कंपिला स्वर्गपुरे। तक्षणे अपसरा गणे मिलिले बदरिका बने। दिव्य सुबेशे नाना रंगे आसी मिलिले तप भंगे। दोले उर्वशी रूप देखी लाजे होइले अधोमुखी। उपनयने मुनि जन कामकु करन्ति दहन। कोपकु न पारन्ति दही कोप प्रवेश जही नाही। काहू करिबे तपनाश बाहुडी होइले निराश। उतान पाद राजा कोळे ध्रुव बालक रस भोळे। बसिब बोली विचारिला माता सपत्नी झिंगासिला। से निज जननी बचने अरण्ये गला दुख मने। अति कठोर तप कला ताकु जे ध्रुव पद देला। मुनिए ऊर्ध्वे तले थाई ध्रुव तपस्या फल चाही। स्तुति करन्ति तार तपे जननी देखी ता समीपे। दिनजी सत्य जुगे राजा अधर्मी पाले जन प्रजा। हरिंकी नस्तापन्ति भोले ब्राह्मणी सापे नाश कले। राजा मारणी अराजके प्रजा दुखित अतिरेके। ता देखि द्विजे स्तुति करी तक्षणे पृथु रूप धरी। हरि जन्मिले राजकुले भूमि के दुही बाहुबले। प्रजाଙ୍କୁ शस्य बीज देले अन्न संकटु धरिले। नाभिर बीर्जे सेरु सभ सुदेवी उदरे संभव। कपटे जड़ रूप धरी सकल जोग साध्य करी। परमहंस मुनि गणे नमन्ति जहार चरणे। से स्वच्छ शांत अनुगत
ଅଶେଷ ସଙ୍ଗରୁ ବିମୁକ୍ତ ପୁଣି ମୋହର ଯଜ୍ଞ କାଳେ ମନ୍ତ୍ରୀ ପୂଜିଲା ନଳେ ନର ଶରୀର ସ୍ୱଶିର ସୁବର୍ଣ୍ଣ ବର୍ଣ୍ଣ ଜଟା ଭାର ସକଳ ବେଦ ଯଜ୍ଞମୟ ଅଖିଳ ଆତ୍ମା ନିଜ ଦେହ ତାର ନିଶ୍ୱାସ ବେଦ ତିନି ଜନ୍ମିଲେ କର୍ମକାଣ୍ଡ ଘେନି ଯୁଗାନ୍ତ କାଳୀ ମହାଜଳି ରାଜାର ତର୍ପଣର କାଳୀ ରାଜା ତାରଣୀ ଦଇ ତାରି ମିଳିଲେ ମତ୍ସ୍ୟ ରୂପ ଧରି ଯୁଗ ବିପ୍ଳବେ ବେଦ ରାଶି ଥିଲା ଯେ ମହାଜଳେ ପଶି ସେ ବେଦ ସଲିଳୁକୁ ଧରି ମନୁକୁ ଦେଲେ ନରହରି ବାସବ ସମ୍ପଦ ଉଦ୍ଧାରେ କ୍ଷୀର ସମୁଦ୍ର ମନ୍ଥିବାରେ ମିଳି ସକଳ ଦେବାସୁର ସମୁଦ୍ରେ ସ୍ଥାପିଲେ ମନ୍ଦର ଅଗାଧ ଜଳେ ମଧୁହାରି ମିଳିଲେ କୁର୍ମ ରୂପ ଧରି ପୃଷ୍ଠେ ବହିଲେ ଗିରିବର ମନ୍ଥନ କଲେ ଦେବାସୁର ଗିରି ଘର୍ଷଣ କଣ୍ଡୁ ସୁଖେ ନିଦ୍ରା ନୟନ ଅଧମୁଖେ ଦେବଙ୍କ ଭୟ ନାସିବାରେ ସେନାର ସିଂହ ରୂପ ଧରେ ଭ୍ରମାଇ ଭ୍ରୁକୁଟି କୁଟିଳ ଦନ୍ତ ଶ୍ରୀମୁଖ ବିକରାଳ ଗଦା ବୁଲାଇ ଅତି ବେଗେ ଦୈତ୍ୟ ମିଳିଲା ଆସି ଆଗେ ତକ୍ଷଣେ କୁରୁ ମଝି ଧରି ନଖାଗ୍ରେ ହିରଣ୍ୟ ବିଦାରି ମହାଦୈତ୍ୟକୁ ସଂହାରିଲେ ସଂସାର ସଙ୍କଟ ତାରିଲେ ଅଗାଧ ସରୋବର ମଧ୍ୟେ କୁମ୍ଭୀର ଗଜରାଜ ପାଦେ ଧଇଲା ଅତି ଦୃଢ଼ ବଳେ ହସ୍ତିର ଚରଣ ନିଶ୍ଚଳେ ଚଳି ନ ପାରି ଯୁଥପତି ଆରତେ ସୁମରେ ଶ୍ରୀପତି ହସ୍ତେ କମଳ ଉଚ୍ଚେ ତୋଳି ନୟନୁ ଅଶ୍ରୁ ଜଳ ଗଳି ଆଦି ପୁରୁଷ ଲୋକନାଥ ତୀର୍ଥ ପବିତ୍ର ତୋ ଚରିତ ଶ୍ରବଣ ମଙ୍ଗଳ ତୋ ନାମ ପୁଣ୍ୟ ପୁରୁଷ ଗୁଣଧାମ ସେ ହରି ସ୍ତୁତି ଶୁଣି କନେ ଗଜ ବିକଳ ଯୋଗ ଧ୍ୟାନେ ଦକ୍ଷିଣ ଭୁଜେ ଚକ୍ର ଧରି ଗରୁଡ଼ ସନ୍ଧେ ବିଜେ କରି ଚକ୍ର ପ୍ରହାରେ ନକ୍ରମଣି ହସ୍ତିର ହସ୍ତ ହସ୍ତେ ଧରି ଜଳୁ ଧରି ନାରାୟଣ ଅନ୍ତର ହୋଇଲେ ତକ୍ଷଣ ଅଦିତି ପୁତ୍ରଙ୍କର ସାନ ଗୁଣରେ ଜ୍ୟେଷ୍ଠ ସେବା ମନ ତ୍ରିପାଦେ ତିନି ଲୋକ ଜିଣି ସେ ଅଧିଯଜ୍ଞ ନାମ ଭଣି ଈଶ୍ୱର ଆଦି ତନୁ ଧରି କେହି ନ ପାରେ ତାହା ହରି ସେ ବଳି ଦୃଢ଼ ସତ୍ୟ ମନେ କୃଷ୍ଣ ଚରଣ ଆରାଧନେ ମନ୍ତ୍ରୀର ବୋଲ ନ ଶୁଣିଲା ତ୍ରିପାଦ ଭୂମି ଦାନ ଦେଲା ବିଷ୍ଣୁର ପାଦର ଯେ ଇଚ୍ଛା ଇନ୍ଦ୍ରାଦି ପଦେ ନାହିଁ ବାଞ୍ଛା ସର୍ବସମ୍ପଦ ଆତ୍ମା ତୁଲେ ଅର୍ପିଲା ବିଷ୍ଣୁ ପାଦ ମୂଳେ ତୁଜେ ନାରଦ ତାର ଅଂଶେ ଶରୀର ବହୁ ମୋର ବଂଶେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 51ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ,
ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।